ସହର ଭିତରେ ରାତିରେ ବୁଲୁ ବୁଲୁ ଆମ ନଜରକୁ ଆସିଥିଲା ଏମିତି ଏକ ଦୃଶ୍ୟ ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ସୁନସାନ୍ ରାସ୍ତା ସାଙ୍ଗକୁ ଅନ୍ଧାର ରାତି, ଆଉ ଚାରିଆଡ଼େ ଖାଲି ରାତି କୁକୁରମାନଙ୍କର ଭୁକିବାର ଶବ୍ଦ। ତା ଭିତରେ ନଜର ପଡ଼ିଥିଲା ଗୋଟେ ଫୁଟପାଥ ଉପରେ। ଆଉ ସେ ଫୁଟପାଥ ଉପରେ ଶୋଇଥିଲେ ଛୋଟ ଛୋଟ କଅଁଳ ଶିଶୁ। ତଳେ ଖଣ୍ଡେ ଗାମୁଛା ବିଛା ହେଇଥିଲା ଆଉ ତା ଉପରେ ଶୋଇଥିଲେ ସେମାନେ। ଆଉ ଖଣ୍ଡେ ଗାମୁଛା ତାଙ୍କ ଦେହରେ ଘୋଡ଼େଇ ହୋଇଥିଲା। ଆଉ କଡ଼ରେ ବସିଥିଲେ ଫୁଟପାଥରେ ରହୁଥିବା କିଛି ଅସହାୟ ମଣିଷ। ବୋଧହୁଏ ସେମାନଙ୍କୁ ଠିକ୍ରେ ନିଦ ଆସୁନଥିଲା। କେମିତି ବା ଆସିବ? ଫୁଟପାଥରେ ଶୋଇବା ଯେ କେତେ କଷ୍ଟ ସେଇଟା କେବଳ ସେଠି ଶୋଉଥିବା ମଣିଷଟା ହିଁ ସେ କଷ୍ଟକୁ ଅନୁଭବ କରିପାରେ। କିନ୍ତୁ ତାରି ଭିତରେ ଏ ଦୁଇ କୁନି ଶିଶୁ ଅଚିନ୍ତା ନିଦ୍ରାରେ ଶୋଇଥିଲେ। ସକାଳ ହେଲେ ନିଦରୁ ଉଠି ନିଜ ପେଟ ପାଇଁ କେମିତି ଦିଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ରେ ବାହାରିଯିବେ। ଆପଣମାନେ କ'ଣ ଭାବୁଛନ୍ତି? ଏମାନେ କ'ଣ ଖୁସିରେ ରହିବାକୁ ଚାହାନ୍ତିନି? ହଁ ଆଜ୍ଞା, ଏମାନଙ୍କର ବି ଅନେକ ସ୍ୱପ୍ନ। ଅନ୍ୟମାନଙ୍କ ଭଳି ଆମର ବି ଗୋଟେ ଘର ଥାନ୍ତା, ଆଉ ସେ ଘରେ ମା' ଆମକୁ ରୋଷେଇ କରି ଖାଦ୍ୟ ପରଷି ଦିଅନ୍ତା, ଆଉ ଆମ ହସ ଖୁସିରେ ଖେଳିକୁଦି ସ୍କୁଲକୁ ଯାଆନ୍ତୁ। ଆଉ ଆମର ବି ଅନେକ ସାଙ୍ଗ ଥାନ୍ତେ, ଆମେ ତାଙ୍କ ସହିତ ଖେଳନ୍ତୁ, ବୁଲନ୍ତୁ, ମଜା କରନ୍ତୁ, ମସ୍ତି ବି ବହୁତ କରନ୍ତୁ। ଲାଗୁଛି ଭଗବାନଙ୍କୁ ବୋଧେ ଏମାନଙ୍କ ଦୁଃଖ କଷ୍ଟ ଦେଖାଯାଉନି। ସେଥିପାଇଁ ଏମାନଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ। କେବେ ମିଳିଲେ ଖାଆନ୍ତି, ନହେଲେ ଏମିତି ରାସ୍ତା କଡ଼ରେ ଫୁଟପାଥରେ ଉପାସରେ ଶୋଇପଡ଼ନ୍ତି। ହଁ ଦର୍ଶକ ବନ୍ଧୁ, ଏ ଦୃଶ୍ୟ ସେଇମାନଙ୍କୁ ଦେଖିବାର ଅଛି ଯେଉଁମାନେ ଖାଦ୍ୟର ମୂଲ୍ୟକୁ ଠିକ୍ ଭାବରେ ବୁଝି ନାହାନ୍ତି। ବଡ଼ ବଡ଼ ରେଷ୍ଟୁରାଣ୍ଟକୁ ଯାଇ ଅନେକ ଖାଦ୍ୟ ମଗେଇ ଖାଦ୍ୟକୁ ନଷ୍ଟ କରନ୍ତି। ଏ ଦୃଶ୍ୟ ସେ ବଡ଼ ବଡ଼ ବାବୁମାନଙ୍କୁ ଦେଖିବା ଦରକାର ଅଛି, ଯେଉଁମାନେ ରାଜପ୍ରସାଦ ମହଲରେ ରହି ମଧ୍ୟ ଆହୁରି ବଡ଼ ବଡ଼ ଘର ଖୋଜନ୍ତି। ନିଜ ପିଲାମାନଙ୍କ ଖୁସି ପାଇଁ ସବୁକିଛି କରନ୍ତି, କିନ୍ତୁ ଏଠି ଭଗବାନଙ୍କର କି ଲୀଳା କେଜାଣି। କାହାକୁ ଏଠି କ୍ଷୀରି ପୁରୀ ରୁଚୁନି ତ କିଏ ଏଠି ଖାଦ୍ୟ ମୁଠେ ପାଇଁ ସଂଗ୍ରାମ କରୁଛି। କିଏ ଏଠି ବଡ଼ ରାଜପ୍ରସାଦରେ ରହୁଛି ତ ଆଉ କାହା ପାଇଁ ଫୁଟପାଥ ସାଜୁଛି ରାଜପ୍ରସାଦ। କିନ୍ତୁ ତାରି ଭିତରେ ଆଜି ବି ବଞ୍ଚିଛି ମଣିଷ ପଣିଆ। ହଁ ଆଜ୍ଞା, ନଜର ପକାନ୍ତୁ ଏ ଭିଡ଼ିଓ ଉପରେ, କେମିତି ଏଇ ଦୁଇ ଯୁବକ ଆସି କଣ୍ଢେଇ ସାଙ୍ଗକୁ କୁରକୁରେ ଚକୋଲେଟ୍ ସହିତ କିଛି ଖାଦ୍ୟ ସାମଗ୍ରୀ ତାଙ୍କ ପାଖରେ ରଖିଦେଇଛନ୍ତି। ଆଉ ତାଙ୍କ ବ୍ୟାଗରୁ ବେଡ଼ସିଟ୍ କାଢ଼ି ଏଇ କୁନି କୁନି ପିଲାମାନଙ୍କୁ ଘୋଡ଼ାଇ ଦେଉଛନ୍ତି। ତେବେ ଦର୍ଶକ ବନ୍ଧୁ, ଏ ଯୁବକମାନଙ୍କର ମାନବିକତାକୁ ଦେଖିଲେ ସାଲ୍ୟୁଟ୍ କରିବାକୁ ଇଚ୍ଛା ହେଉଛି। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।